ନମସ୍କାର ସାଙ୍ଗମାନେ, ଆଜି ହେଉଛି 3 ମଇ 2026 ରବିବାର। ଆସନ୍ତୁ ଜାଣିବା ଆଜିର ରାଶିଫଳମାନଙ୍କ ବିଷୟରେ। ପ୍ରଥମେ ଜାଣିବା ମେଷ ରାଶିଙ୍କ ବିଷୟରେ। ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବେଶ୍ ଅନୁକୂଳ ରହିବ। ଆୟର ନୂତନ ସ୍ରୋତ ଖୋଲିବ, ଯାହା ଆପଣଙ୍କୁ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ, ବିଶେଷ କରି ସର୍ଦ୍ଦି ଓ ପିତ୍ତ ରୋଗରୁ ମୁକ୍ତି ମିଳିବ। କିନ୍ତୁ ପାରିବାରିକ ଜୀବନରେ ସମସ୍ୟା ସତର୍କ ରହିବାକୁ ପଡ଼ିବ। ସ୍ୱାର୍ଥପର ମନୋଭାବ ଯୋଗୁଁ ସମ୍ପର୍କରେ ତିକ୍ତତା ଆସିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମହିଳାମାନେ ନୂତନ ବନ୍ଧୁତା ସ୍ଥାପନ କରି ଆନନ୍ଦିତ ହେବେ। ଏବେ ଜାଣିବା ବୃଷ ରାଶିଙ୍କ ବିଷୟରେ। ବୃଷ ରାଶି ପାଇଁ ଆଜିର ଦିନଟି ସଫଳତା ଓ ସନ୍ତୋଷର ଦିନ। ଦୀର୍ଘ ଦିନର ମାନସିକ ଅସ୍ଥିରତା ଦୂର ହେବ ଏବଂ ଶାରୀରିକ ସୁସ୍ଥତା ଫେରିଆସିବ। କର୍ମକ୍ଷେତ୍ରରେ ଚାଲିଥିବା ବିବାଦ କିମ୍ବା ମାଲି ମକଦ୍ଦମାରେ ଆପଣଙ୍କର ବିଜୟ ହେବାର ସମ୍ଭାବନା ଅଧିକ। ବ୍ୟବସାୟୀମାନେ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବା ସହ ନୂତନ ଗୃହ ବା ଯାନବାହନ ପ୍ରାପ୍ତିର ଯୋଗ ରହିଛି। ପୈତୃକ ସମ୍ପତ୍ତିକୁ ନେଇ ଚାଲିଥିବା ସମସ୍ୟାର ସମାଧାନ ହେବ। କୃଷିଜୀବୀମାନେ ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ। ଏବେ ଜାଣିବା ମିଥୁନ ରାଶିଙ୍କ ବିଷୟରେ। ଏହି ରାଶିର ଯୁବକ ଯୁବତୀମାନଙ୍କ ପାଇଁ ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଦିନଟି ଅତ୍ୟନ୍ତ ଶୁଭ। ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସା ମିଳିବ। ପାରିବାରିକ କ୍ଷେତ୍ରରେ ଥିବା ଅଶାନ୍ତି ଦୂର ହୋଇ ଦାମ୍ପତ୍ୟ ଜୀବନରେ ମଧୁରତା ଫେରିବ। ମହିଳାମାନଙ୍କର ଅଟକି ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଜି ସମାପ୍ତ ହେବ। ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ କୃଷିଜୀବୀମାନେ ସଫଳତା ହେବେ। କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ ଆଜି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଯଦି ଆପଣ ଶାନ୍ତ ରୁହନ୍ତି, ତେବେ ପରିବାରରେ ହସଖୁସିର ମାହୋଲ ରହିବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରିବେ ଏବଂ ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ସନ୍ତାନମାନଙ୍କର କୌଣସି ସଫଳତା ପାଇଁ ଆପଣ ଗର୍ବିତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଏବଂ ଏଥିପାଇଁ କିଛି ଅର୍ଥ ବ୍ୟୟ ହୋଇପାରେ। ଏବେ ଜାଣିବା ସିଂହ ରାଶିଙ୍କ ବିଷୟରେ। ସିଂହ ରାଶି ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆୟ ବୃଦ୍ଧି ପାଇଁ ଥିବା ବାଧାବିଘ୍ନ ଦୂର ହେବ, କିନ୍ତୁ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ପରୀକ୍ଷା ଓ ସାକ୍ଷାତକାରରେ ଆଶାନୁରୂପ ଫଳ ମିଳିନପାରେ, ଯାହା ମନକୁ ସମସ୍ୟା ବିଚଳିତ କରିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ, ବିଶେଷ କରି ଚକ୍ଷୁ ପୀଡ଼ା ଭଳି ସମସ୍ୟା ଦେଖାଦେଇପାରେ। ମହିଳାମାନେ ସନ୍ତାନମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଏବେ ଜାଣିବା କନ୍ୟା ରାଶିଙ୍କ ବିଷୟରେ। କନ୍ୟା ରାଶିର ବ୍ୟକ୍ତିମାନେ ଆଜି ସନ୍ତାନମାନଙ୍କ ଠାରୁ ଶୁଭ ସମାଚାର ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ଯାହାଫଳରେ ବଡ଼ ଯୋଜନା ସଫଳ ହେବ। ଅଧିକ ବ୍ୟବସ୍ଥା ସ୍ୱଚ୍ଛଳ ରହିବ। ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ ହେବେ ଏବଂ ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। କଠିନ ପରିଶ୍ରମର ଉଚିତ ମୂଲ୍ୟ ମିଳିବ, ଯୋଗୁଁ ମନରେ ସନ୍ତୋଷ ଭାବ ଜାଗ୍ରତ ହେବ। ଏବେ ଜାଣିବା ତୁଳା ରାଶିଙ୍କ ବିଷୟରେ। ତୁଳା ରାଶିର ବ୍ୟକ୍ତିମାନେ ଆଜି ନିର୍ମାଣ କାର୍ଯ୍ୟରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ଚାଲିଥିବା ମତାନ୍ତର ଦୂର ହେବ ଏବଂ ଆପଣ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ। ଭାତୃବିବାଦ କିମ୍ବା ଜମିବାଡ଼ି ସମସ୍ୟାର ସମାଧାନ ଅପେକ୍ଷା ବୁଝାମଣା ଜରିଆରେ ହୋଇଯିବ। ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ପ୍ରୟାସ କରିବେ। ସନ୍ତାନଙ୍କ ଉନ୍ନତି ଦେଖି ମନ ଖୁସି ରହିବ। ଏବେ ଜାଣିବା ବିଛା ରାଶିଙ୍କ ବିଷୟରେ। ବିଛା ରାଶି ପାଇଁ ଆଜି ସୁଖ ଏବଂ ଶାନ୍ତିର ଦିନ। ପରିବାରରେ ସ୍ନେହ ସହାନୁଭୂତି ବୃଦ୍ଧି ପାଇବ। ବ୍ୟବସାୟରେ ବାକି ପଡ଼ିଥିବା ଟଙ୍କା ସହଜରେ ଫେରି ପାଇବେ। ଯଦି ଆପଣ ବିଦେଶ ଯାତ୍ରା ପାଇଁ ପ୍ରୟାସ କରୁଛନ୍ତି, ତେବେ ଆଜି କିଛି ଶୁଭ ସଂକେତ ମିଳିପାରେ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। ମହିଳାମାନେ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରଖିବାରେ
ସଫଳ ହେବେ। ଏବେ ଜାଣିବା ଧନୁରାଶିଙ୍କ ବିଷୟରେ। ଧନୁରାଶିର ବ୍ୟକ୍ତିମାନେ ରାଜନୈତିକ ସଫଳତା ପାଇବେ ଏବଂ ଶତ୍ରୁଙ୍କ ବାଧା ଦୂର ହେବ। ପୁରୁଣା ଋଣରୁ ମୁକ୍ତି ପାଇଁ ଆଜି ଯୋଜନା ପ୍ରସ୍ତୁତ କରିବେ, କିନ୍ତୁ କୃଷିଜୀବୀମାନେ କିଛି କ୍ଷେତ୍ରରେ ଅସନ୍ତୋଷ ଅନୁଭବ କରିପାରନ୍ତି। ଅତ୍ୟଧିକ କର୍ମବ୍ୟସ୍ତତା କାରଣରୁ ପରିବାରଠାରୁ ଦୂରେଇ ରହିବାକୁ ପଡ଼ିପାରେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କଲେ ମାନସିକ ଶାନ୍ତି ମିଳିବ। ଏବେ ଜାଣିବା ମକର ରାଶି ବିଷୟରେ। ମକର ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ଥିବା କଳହ ଦୂର ହେବ। ପରିବାରରେ ସ୍ନେହ ଓ ସଦ୍ଭାବର ବାତାବରଣ ରହିବ। ପରୀକ୍ଷା ଓ ପ୍ରତିଯୋଗିତାରେ ଶୁଭଫଳ ମିଳିବ। ମହିଳାମାନେ ନିଜର ଧୈର୍ଯ୍ୟ ଏବଂ ସହନଶୀଳତା ପାଇଁ ପରିବାରରେ ଆଦୃତ ହେବେ। ଆର୍ଥିକ ସଙ୍କଟର କୌଣସି ଆଶଙ୍କା ନାହିଁ। ଏବେ ଜାଣିବା କୁମ୍ଭ ରାଶିଙ୍କ ବିଷୟରେ। କୁମ୍ଭ ରାଶିର ବ୍ୟକ୍ତିମାନେ ଆଜି ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ ଏବଂ ସଫଳତା ପାଇବେ। କୃଷିଜୀବୀମାନେ କୌଣସି ତୀର୍ଥସ୍ଥାନ ଯାତ୍ରା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବ। ଆୟ ବୃଦ୍ଧିରେ କୌଣସି ବାଧା ଆସିବ ନାହିଁ। ଫଳରେ ଦିନଟି ଆନନ୍ଦଦାୟକ ହେବ। ଏବେ ଜାଣିବା ମୀନରାଶିଙ୍କ ବ୍ୟକ୍ତିଙ୍କ ବିଷୟରେ। ମୀନରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ। ଆର୍ଥିକ ଦିଗରୁ ଅପ୍ରତ୍ୟାଶିତ ଲାଭ ମିଳିପାରେ, ଯାହା ଅଭାବ ଅନାଟନ ଦୂର କରିବାରେ ସାହାଯ୍ୟ କରିବ। ମାଲି ମକଦ୍ଦମାରେ ବିଜୟ ହେବେ। ଘରୋଇ କର୍ମଚାରୀମାନେ ସାମାନ୍ୟ ସତର୍କ ରହିବା ଉଚିତ, କାରଣ କୌଣସି ବିବାଦରେ ଛନ୍ଦି ହେବାର ଭୟ ରହିଛି। ପରିବାରରେ ସନ୍ତାନଙ୍କ ସଫଳତାକୁ ନେଇ ଆନନ୍ଦ ଲହରୀ ଖେଳିଯିବ। ଏତିକି ଥିଲା 12ଟି ରାଶିମାନଙ୍କ ବିଷୟରେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।